କାକର ଭିଜା ରାତି ଶ୍ୟାମଳ ଧାନ ବିଲର ଧାରେ ଧାରେ ଗାଉଥିଲା ଧରଣୀରାଣୀ ପାଇଁ ମଙ୍ଗଳ ଗୀତିକା। ପହିଲି ଶୀତର କାଉଁରୀ ଛୁଆଁରେ ଉଲ୍ଲସି ଉଠିଥିଲେ ସରଳ ପଲ୍ଲୀବାସୀ। ଠିକ୍ ଏହିପରି ଏକ ସ୍ୱପ୍ନପ୍ରବଣ ମୁହୂର୍ତ୍ତରେ ବିଘ୍ନ ନାଶନ ପାଠାଗାର ନଈଗୁଆ ପାଳନ କରୁଥିଲା ତାର 55ତମ ବାର୍ଷିକ ଉତ୍ସବ 2025 ଅବସରରେ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା। 4 ଦିନ ଧରି ଆୟୋଜିତ ହୋଇଥିଲା ଏହି ଜିଲ୍ଲାସ୍ତରୀୟ ନାଟ୍ୟ ଉତ୍ସବରେ ମଞ୍ଚ ମଞ୍ଜୁଳା ନାଟ୍ୟ ସଂସଦ ଜଗତସିଂହପୁର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମା ପାଦୁକେଇ ଯୁବ ନାଟ୍ୟ ସଂସଦ ବାଣପୁର ଜିଲ୍ଲା ଖୋର୍ଦ୍ଧାର ନାଟକ ସ୍ୱାମୀ ପାଇଁ ମୁଁ ନର୍କକୁ ଯିବି ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କାକଟପୁରର ଯୁବ ସମାଜସେବୀ ଇଞ୍ଜିନିୟର ରଞ୍ଜିତ କୁମାର ସ୍ୱାଇଁ, ଅଧ୍ୟକ୍ଷ ମା କଲରେ ଚାରିଟେବୁଲ ଟ୍ରଷ୍ଟ, ଅବସରପ୍ରାପ୍ତ ଅଧ୍ୟାପକ ଅଶୋକ କୁମାର ତ୍ରିପାଠୀ, ନଈଗୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେତା ନାଟ୍ୟ ସଂସଦକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। 4 ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଯୁବ ସମାଜସେବୀମାନେ ପରିଚାଳନା କରିଥିଲେ। ଗ୍ରାମାଞ୍ଚଳରେ ପ୍ରତିଭା ଚିହ୍ନଟ ପାଇଁ ଏହି କାର୍ଯ୍ୟକ୍ରମ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, PS ନ୍ୟୁଜ୍ ଭାରତ।